ରାଇରଙ୍ଗପୁର ତାଲୁକ ଆଇନ ସେବା କମିଟି ତଥା ଅତିରିକ୍ତ ଜିଲ୍ଲା ଜଜ୍ଙ୍କ ଅନୁକୂଲ୍ୟରେ ବିଶ୍ୱ ମାନବ ଅଧିକାର ଦିବସ ପାଳନ ହୋଇଯାଇଛି। ଏଥିରେ ରାଇରଙ୍ଗପୁର ହାଇସ୍କୁଲର ଏନସିସି ଓ ଜୁନିୟର ରେଡକ୍ରସ ଛାତ୍ର, ଶିକ୍ଷକ, ତାଲୁକ ଆଇନ ସେବା କମିଟି, ପାରା ଆଇନ ସ୍ୱେଚ୍ଛାସେବୀ, ରାଇରଙ୍ଗପୁର ଦେୱାନୀ ଓ ଫୌଜଦାରୀ ଅଦାଲତର ପ୍ରାଙ୍ଗଣରୁ ପ୍ୟାରେଡରେ ବାହାରି ରାଇରଙ୍ଗପୁର ଶିଶୁମିତ୍ର ଥାନାକୁ ଯାଇଥିଲେ। ଶିଶୁମିତ୍ର ଥାନାରେ ଆଇଆଇସି ଜ୍ୟୋତିପ୍ରକାଶ ସ୍ୱାଇଁ, ଏସ୍ଆଇ ମିନୋଦି ନାୟକ ଶିଶୁମିତ୍ର ଥାନାରେ ଉପଲବ୍ଧ ହେଉଥିବା ଶିଶୁ ଓ ମାମାନଙ୍କ ସହାୟତା ସମ୍ବନ୍ଧରେ ଅବଗତ କରିଥିଲେ। ସେଠାରୁ ପୁଣି ପ୍ୟାରେଡ୍ ପ୍ରତ୍ୟାବର୍ତ୍ତନ କରି ଜିଲ୍ଲା ଜଜ୍ଙ୍କ ଅଫିସ ଗୃହରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଏଡିଜେ ଡକ୍ଟର ଭି ସୁଜାତା, ସିନିୟର ସବ୍ ଜଜ୍ ଆଲୋକ ପଣ୍ଡା, ଜେଏମ୍ଏଫ୍ସି ଚେତନା ପଟ୍ଟନାୟକ ବିଶ୍ୱ ମାନବ ଅଧିକାର ଦିବସ ପାଳନ ଅବସରରେ ଭବିଷ୍ୟତ ନାଗରିକମାନଙ୍କୁ ସେମାନଙ୍କର ଅଧିକାର ଓ କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ କରିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। पुलिस स्टेशन आसबे आपनकर केस नंबर कहिबे तो आपन को डिटेल्स मिल